ମୋ ଦୁଇ ପୁଅ ଅକ୍ଷୟ ଅଭୟ ବିଦେଶରୁ ଗୃହକୁ ଫେରି ଆସିଛନ୍ତି। ସ୍ୱାମୀ ହେଲେ ସେମାନେ ଗଲେ କୁଆଡ଼େ ଦେଖାଯାଉନାହାନ୍ତି କାହିଁକି? ସ୍ୱାମୀ ସେମାନେ ତାଙ୍କ ସାଙ୍ଗ ସହିତ ଖେଳିବାକୁ ଯାଇଛନ୍ତି। ତାହେଲେ ଶୀଘ୍ର ତାକୁ ମହାରାଣୀ ମୋ ଦୁଇ ପୁଅଙ୍କୁ। ଠିକ ଅଛି ସ୍ୱାମୀ। ଏ ଧନ କୟ ଏ ଧନ ଭୟ କୁଆଡ଼େ ଗଲା ରେ ଧନ ଶୀଘ୍ର ଆସ। प्रणाम माता पिता। यशस्वी हो। पिता धर्म पिता स्वर्ग पिता ही परम तप पिता रे प्रियंती बन्नी प्रियंती सर्वदेवता जननी जन्मभूमि स्वर्गदपि गरीयसी हो। तुम्हें तो हम देवता हे माता पिता तुम्हें तो हम देवता हे माता पिता तुम्हें तो हम देवता हे माता पिता गड़ी जामकू सहित कषण गड़ी जामकू सहित कषण लिखित जीवन गीता 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 हे माता पिता तुम्हें तो हम देवता हे माता पिता माता पिता सर्वठु उच्चता अटाई जे पिता उठिठु विराट तुमे जे गो माता सर्वठु उच्चता अटाई जे पिता उठिठु विराट तुमे जे गो माता दिन राति आम करू अछता सुखर सौदा देउछ निरुता अबाटरे जीवु नाही मानिबु सब कथा सेवा तुम करुथिबु हेबो नाही अन्यथा तुमे त भाग्य विधाता हे माता पिता तुमे त भाग्य विधाता हे माता पिता हम पाई सदा बेले साथी अछ हम पाई सदा बेले साथी अछ खरारे छाई भरसारे छता हे माता पिता
ଅକ୍ଷୟ माता पिता किरतीर सजा उड़ाई कुसुम पूरा करी दबु अधा गड़ा काम ସତ କହୁଛ किरतीर सजा उड़ाई कुसुम पूरा करी दबु अधा गड़ा काम दुनिया को दबु आपस प्रेम संसार रखिबु तुम्हारी सुनाम राजकीय धर्म जे करिबु त पालन सदा बेले तब पासे हेउथिबु नमन अमे त तुम आश्रिता हे माता पिता अमे त तुम आश्रिता हे माता पिता प्रणिपात तुम पद जन्मदाता प्रणिपात तुम पद जन्मदाता हृदय गोपाल नट रचिका हे माता पिता तुम्हें काम देवता हे माता पिता ଅକ୍ଷୟ ବାରେ ବାବା ତ ଦିଭାଇକୁ ଦେଖିଆ ଯେ ଆମ ଜୀବନଟା ଧନ୍ୟ ହେଇଯାଉଛି ବାବା ବାବା ଅକ୍ଷୟ पिता ବାବା ଅଭୟ पिता ତ ଦିଭାଇକୁ ମୁଁ ଆଜି ଏକ ନିଷ୍ପତ୍ତି ଶୁଣିବାକୁ ଯାଉଛି ଆଉ ସେଇ ନିଷ୍ପତ୍ତି ଶୁଣିଲା ପରେ ତମ ଦିଭାଇଙ୍କର ମନ ଯେମିତି ଉଣା ନ ହବ ना पिता ମୁଁ ଯେଉଁ ନିଷ୍ପତ୍ତି ଶୁଣେଇବି ସେଇ ନିଷ୍ପତ୍ତିରେ ମୋ ପୁଅ ଅଭୟର ସମ୍ମତିଟା ନିହାତି ଦରକାର ବାବା। हे पिता ଅଭୟ तेरे प्रकाश करंतु पिता तेरे प्रकाश करंतु ମୁଁ କହୁଛି ବାବା ମୋ ଜ୍ୟେଷ୍ଠ ପୁଅ ଅକ୍ଷୟ ମୋ ପୁଅ ଅକ୍ଷୟକୁ ଏ ମାଣିକ୍ୟ ରାଜ ସିଂହାସନ ଅର୍ପଣ କରି ମୁଁ ମୋ ସେଇ ବୃଦ୍ଧ ଜୀବନକୁ କାଲୋତିପାତ କରିବି ତେଣୁ ତେଣୁ ସେଥିରେ ତୋର ମତାମତ କଣ ବାବା हे पिता ଅଭୟ ଆପଣଙ୍କ ବାଚ୍ଚାକୁ କେବେ ମୁଁ ଅନ୍ୟଥା କରିଛି ନା ରେ ବାବା ସେ ହେଉଛନ୍ତି ମୋ ଜ୍ୟେଷ୍ଠ ଭ୍ରାତା ସିଏ ରାଜା ହେଲେ ଯାହା ମୁଁ ରାଜା ହେଲେ ତାହା ଏଠି ମୋର କୌଣସି ଆପତ୍ତି ନାହିଁ ପିତା ଏଠି ମୋର କୌଣସି ଆପତ୍ତି ତୋ ନାହିଁ ସତ କହୁଛୁ ବାବା ହଁ ପିତା ବାବା ଅକ୍ଷୟ ପିତା ଏ ଆମର ଏଥିରେ ସମଗ୍ର ଜନପରିଚୟ ଜାଣିଛନ୍ତି ହଁ ରେ ବାବା ମୁଁ ହେଉଛି ସାବତ ପୁତ୍ର ନା ଭାଇ ପିତା ମୁଁ ସାବତ ପୁତ୍ର ହେଲେ ମଧ୍ୟ ଆପଣ କେବେ ମତେ ସାବତ ପୁତ୍ର ହିସାବରେ ଦେଖିନାହାନ୍ତି ଅକ୍ଷୟ ଆଉ ମୋ ଭାଇ ଅଭୟ ମଧ୍ୟ ମତେ କେବେ ସାବତ ଭାଇ ବୋଲି କହିନି ନା ଭାଇ ପିତା ମୋ ହିସାବରେ ତ ମୋ ଭାଇ ଅଭୟ ରାଜା ହେବା କଥା ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ ଭାଇ କେବେ କୋଉଠି ନା ନା କେବେ କୋଉଠି ଦେଖିଛ ବଡ ଥାଉ ଥାଉ ସାନ ରାଜା ହେବାର ଅଭୟ ଏ ଜ୍ୟେଷ୍ଠ ଭ୍ରାତା ଭାଇ
ତୁମେ ରାଜା ହୁଅ ବଡ଼ ଭାଇ, ତୁମେ ରାଜା ହୁଅ, ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଧନ୍ୟରେ ପୁତ୍ର ଭାତୃଭକ୍ତ ଅଭୟ, ତୋ ମୁଖରୁ ଆଜି ଏକଥା ଶୁଣି ତୋ ପିତାମାତାର ଜୀବନଟା ସବୁଦିନ ପାଇଁ ଧନ୍ୟ ହେଇଗଲା ରେ ବାବା। ହଁ, ମୋ ପୁଅ ଅକ୍ଷୟ ଏ ମାଣିକ୍ୟ ରାଜ ସିଂହାସନରେ ଅଳଙ୍କୃତ ହବ। ବାବା ଅକ୍ଷୟ। ପିତା ଠିକ ଅଛି ପିତା, ମୁଁ ନିଶ୍ଚୟ ରାଜା ହେବି। ହଁ ବାବା ହଁ। ହେଲେ ପିତା, ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଚାହୁଁଛି। କଣ କହିବୁ ବାବା? ପିତା, ମୁଁ ଚାହୁଁଛି ଏଇ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ। କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏଇ ଆମ ରାଜ୍ୟରେ ସମଗ୍ର ଜନପରିଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି, ଅକ୍ଷୟ ତା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି ପିତା। ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତା କାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ତୋ ପରିଭ୍ରମଣ କରିବା ପାଇଁ ଯିବୁ ବାବା। ହଁ ପିତା। ତ ହେଲୁ ରାଜପୁତ୍ର, ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା, ପ୍ରଜାକୁ କିପରି ପାଳିତ କରାଯାଏ, ଆଉ ସେଇ ପରାକ୍ରମୀ ଶତ୍ରୁକୁ କିପରି ଦମନ କରାଯାଏ, ସେଇ କଥା ତତେ ଜାଣିବା ନିତାନ୍ତ ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟେ କଥା ବାବା, ପିତା ତୁ ଏକା ଯିବୁନି, ତୋ ସାଥିରେ ତୋ ସାନ ଭାଇ ଅଭୟକୁ ତତେ ନେଇକି ଯିବାକୁ ପଡିବ। ଏ କଣ କହୁଛନ୍ତି ପିତା? ହଁ। ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବ? ହଁ ଜ୍ୟେଷ୍ଠ ଭ୍ରାତା, ନା ପିତା ନା, ମୁଁ ଏକାକି ଚାଲିଯିବି। ଜ୍ୟେଷ୍ଠ ଭ୍ରାତା, ଭାଇ ଏ ବଡ଼ ଭାଇ, ତୁମେ ଯଦି ଏକା ଚାଲିଯିବ, ତୁମେ ଯଦି ଏକା ଚାଲିଯିବ, ଏ ଘରେ ରହିବା ଜମା ମତେ ଭଲ ଲାଗିବ ନାହିଁ। ଅଭୟ ଠିକ କହିଛି। ଏ ଜ୍ୟେଷ୍ଠ ଭ୍ରାତା, ଭାଇ ତୁମେ ହଉଛ ମୋ ରାମଚନ୍ଦ୍ର, ମୁଁ ହଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ହଁ ବାବା। ତା ଭାତୃପ୍ରେମ ଦେଖାଇଥିଲେ, ଠିକ ସେମିତି ମୁଁ ସଦା ସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ଏ ଜ୍ୟେଷ୍ଠ ଭ୍ରାତା, ଭାଇ ମତେ ବି ସାଥିରେ ନେଇକି ଯାଅ ନା, ମତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ତୋର ଯଦି ଯିବାର ଇଚ୍ଛା ତାହେଲେ ଆସନ୍ତା କାଲି ତୁମ ସହିତ ପରିଭ୍ରମଣ କରିବା ପାଇଁ ଯିବୁ। ସତ କହୁଛ ବଡ଼ ଭାଇ? ହଁ ଭାଇ। ମା, ଏ ମା, ମା, ହରେ ଧନ ମତେ ନା ଭାରି ଭୋକ ହେଲାଣି। ଭୋକ ଲାଗିଛି ଧନ, ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଛି ନା। ସତ କହୁଛ ମା? ହରେ ଧନ ତାହେଲେ ଯିବା। ଚାଲରେ ଧନ। ଜ୍ୟେଷ୍ଠ ଭ୍ରାତା, ଭାଇ ଯିବା, ମତେ ନା ଭାରି ଭୋକ ହେଲାଣି। ଚାଲ ଚାଲ। ଯିବା ଭାଇ। ତାହେଲେ ଯିବା।